ରାତି ପ୍ରାୟ 9ଟା ସାଢ଼େ 9ଟା। ଦେହ ଉପରେ କ'ଣ ଗୋଟେ ସଲବଲ ହେଲା ଭଳି ଲାଗିଲା। ମୁଁ ହାତ ଛିଞ୍ଚାଡ଼ି ଦେଲି। କିନ୍ତୁ ଏମିତି ଲାଗିଲା କେହି ଜଣେ ମୋ ଉପରେ ସତେକି ମାଡ଼ି ବସିଛି। ମୋ ପାଟି ବନ୍ଦ କରିନେଲା ଆଉ ମୋ ଗାଲରେ ଚୁମା ଦେଇଦେଲା। ମୋ ଛାତି ଖାଲି ଉଠୁଥିଲା ପଡ଼ୁଥିଲା। ମୁଁ କିଛି ସମୟ ପାଇଁ କିଛି ଜାଣିପାରିଲିନି। ଚିଲେଇବାକୁ ଇଚ୍ଛା ହେଲେ ବି ପାଟିରେ ହାତ ଦେଇ ଦେଇ କେହି ମୋତେ ଜାବୁଡ଼ି ଧରିଥିବାରୁ ମୁଁ ହଲଚଲ ବି ହେଇପାରୁନଥିଲି। କାନ ପାଖରେ ଟୁପୁ ଟୁପୁ କଥା ହେଲା, ଏମିତି ବାଉଳି ହଅନା, ମୁଁ ପରା ହେମନ୍ତ। ମୋ ନିଶ୍ୱାସ ପ୍ରଶ୍ୱାସରେ ବହୁତ ଅସୁବିଧା ହଉଥିଲା। ମୁଁ ଜବରଦସ୍ତ ମୋ ମୁହଁରୁ ତା ହାତକୁ ହଟେଇବାକୁ ଲାଗିଗଲି। ବହୁତ କଷ୍ଟରେ ହାତ କାଢ଼ିଲା। ଧଇଁସଇଁ ହେଇକି ମୁଁ ବସି ପଡ଼ିଲି। ହେମନ୍ତ ସେତେବେଳେ ଆସିକି ମୋତେ ପଛପଟୁ କୁଣ୍ଢେଇ ପକେଇଲା। ମୁଁ ଭିଡ଼ି ଘୁଷାଡ଼ି ହେଲି। ସେ ପୁଣି ଟୁପୁ ଟୁପୁକି କହିଲା, ଆଲୋ ଚାଲ ଟିକେ ହବା, ଭାରି ମଜା ଲାଗିବା। ଏଇ ରାତିଟା ମୋତେ ଟିକେ ଖୁସି କରିଦେ। ହେମନ୍ତ ମୋ ମାଉସୀ ପୁଅ ଭାଇ। ଏବେ ହେଲେ ଏଡ଼େ ବେଧୁଆ ଯେ ମୋ ଦୁଧରେ ହାତ ମାରି ସାରିଥିଲା। 2 ଦିନ ହେଲା ଆମ ଘରକୁ ଆସିଥିଲା। ମୋତେ ଘୁରି ଘୁରି ଦେଖେ। ମୋତେ ତା ମୁହଁକୁ ଚାହିଁବାକୁ ଲାଜ ଲାଗେ। ତା ନଜରଟା ବହୁତ ଖରାପ। ମୋର ଛାତି ଉପରେ କେତେବେଳେ ଅଣ୍ଟା ତଳକୁ ଦେଖି କ'ଣ ସବୁ ଭାବେ। ଏମିତି କଥା ମୁଁ କାହାକୁ କହିନି, କହିବି ବି କାହାକୁ। ବାପା ବୋଉଙ୍କୁ ଏମିତି କଥା କହିଲେ ଲାଜ କଥା କ'ଣ କହିବି। ବାପା ବୋଉ ଏବେ ଆର ଘରେ ଶୋଇଥିବେ, ପାଟି କଲେ ଉଠିଯିବେ। ଆଉ ଏ ବେଧୁଆମୀ କଥା ଯେ ମୁଁ କେମିତି ମୁହଁରେ ଧରିବି। ମୁଁ ଯେତେ ମନା କଲେ ବି ସେ ମୋର 2 ଫାଳ ଦୁଧକୁ ଧରିକି ଚିପାଚୁପି କଲାଣି। ମୋ ଦେହରେ ଏମିତି ଲାଗିକି ଥିଲା ଯେମିତି ତେଲୁଙ୍ଗୁନି ପୋକ। ଦେହ ସାରା ସଲବଲ ହେଇକି ମୋତେ ଗରମ କରିବାକୁ ଲାଗିଥିଲା। ଏମିତିରେ ମୁଁ ବି hotSexStories.inରେ ଏଇ ସନ୍ଧ୍ୟାବେଳେ ଗପ ପଢ଼ିକି ଆଙ୍ଗୁଳି କରିଥିଲି। ମୋ ବିଆରୁ ରସ ବାହାରିବା ପରେ ଭାତ 2 ଗଣ୍ଡା ଖାଇକି ଶୋଇଛି। ଏଇ ବେଧୁଆଟୁକ ବୋଧେ ଆଜି ରାତି ମୋତେ ନିଶ୍ଚୟ ପେଳିବ। ସେ ମୋ ମୁହଁକୁ ଭିଡ଼ି ନେଲା। ମୋ ଓଠକୁ ହାତରେ ଧରି ରଗଡ଼ି ଦେଲା। ମୁଁ ହଉଥିବା ବେଳେ ତା ଓଠ ଆଣିକି ମୋ ଓଠକୁ ଚୁଷି ଚାଲିଲା। ମୁଁ ପାଟି ବୁଝିଦେଲି। ହେଲେ କୁଆରୀ ଦେହ ଗୋଟେ ଟୋକାର ପ୍ରେମ କ'ଣ କେବେ ମନା ହେଇପାରିବ? ମୁଁ ଟିକେ ପାଟି ମେଲାଉ ମେଲାଉ ସେ ମୋ ପାଟିରେ ତା ଜିଭ ପଶେଇ ଦେଲା। ଖୁବ୍ ଚୁଷିଲା। ମୁଁ ଯେତିକି ଯାହା ମଜା ନେବା କଥା ନେଲି। ସେ ପୁରା ମୋ ଓଠକୁ କେସ୍ କଲା। ମଝିରେ ଚୁମ୍ ଚା ରେ ଶବ୍ଦ ହଉଥିଲା। ସେ ମୋ ଦୁଧ ଏକାପଟିଆ ଦଳି ଚାଲିଥିଲା। କେସ୍ ପରେ ପରେ ମୋ ଛାତି ପୁଣି ପଡ଼ିଲା ଉଠିଲା। ମୁଁ ଏତିକି ଭିତରେ ମୋ ଦୁଧକୁ ରଗଡ଼ି ରଗଡ଼ି ଦଳି ଚାଲିଥିଲା। ମୁଁ ଜାକି ହେଇ ଯାଇଥିଲି, ତଥାପି ସେ ଦୁଧ ଭିତରେ ହାତ ପଶେଇ ଦଳିଲା। କୁଆରୀ ଦେହଟା ପୁରୁଷ ପିଲାର ଟିକେ ଛୁଆଁରେ ଯେମିତି ଢଳିଯିବା ଭଳି ଲାଗୁଥିଲା। ମୋ ଦେହ କିଛି ଅଂଶ ତାକୁ ଘୋର ବିରୋଧ, ଆଉ କିଛି ଅଂଶ ତା ପ୍ରେମରେ ବୁଡ଼ି ଯିବାକୁ ଇଚ୍ଛା କରୁଥିଲେ। ଦୁଧ ଦଳୁ ଦଳୁ ମୋ ନାଇଟିରେ ତଳପଟୁ ସେ କେତେବେଳେ ହାତ ଲଗେଇ ମୋ ଗୋଡ଼ 2 ହଟେଇ ବଢ଼େଇଲାଣି ମୁଁ ଜାଣିପାରିନଥିଲି। ଯେମିତି ସଲସଲ ଲାଗିଲା ସେତେବେଳକୁ ସିଏ ମୋ ଜାଙ୍ଘ ଆଡ଼େ ହାତ ମାରି ନେଇଥିଲା। ମୁଁ ମୋ ଦୁଧକୁ ତା ହାତରୁ ଆଉ କ'ଣ ବଞ୍ଚେଇବି। ମୁଁ ନାଇଟ୍ ଉପରୁ ତା ହାତକୁ ତଳକୁ ଠେଲିଲି, ହେଲେ ସେ ଜୋର କରି ମୋ ବିଆରେ ହାତ ଲଗେଇ ଦେଲା। ଓଃ, ଫାର୍ଷ୍ଟ ଟାଇମ୍ କେହି ପୁରୁଷ ପିଲା ମୋ ବିଆରେ ହାତ ମାରିଦେଲା। ମୋ କୁଆରୀ ଦେହଟା ପୁରା ଶିହରି ଉଠିଲି। ଛାତିଟା ଦୁକ୍ ଦୁକ୍ ବଢ଼ିଗଲା। ମୋ ବିଆ ନାଳେଇ ଯାଇଥିଲା। ତା ଏମିତି ଦୁଷ୍ଟାମୀ କାମର ଆହୁରି ପୁଣି ବିଆ ଯେମିତି ସେ ରଗଡ଼ିବା ଆରମ୍ଭ କରିଛି। ମୁଁ ଛାଟିପିଟି ହେଇ ତାକୁ ଅଟକେଇବାକୁ ଲାଗିଲି, ହେଲେ ମଜା ଲାଗୁଥିଲା। ମୋ ବିଆ ଅପୂର୍ବ ଅନୁଭବ ହଉଥିଲା। ସେଉଠୁ ଆଉ ତାକୁ ବେଶୀ ଅଟକେଇ ପାରିଲିନି। ସେ ମୋ ନାଇଟ୍କୁ ଉପରକୁ ଟେକିଦେଲା। ମୋ ଛାତି ଉପରକୁ ଆଉ ବିଆକୁ ଗୋଟେ ହାତରେ ଆଉ ଦୁଧ ଗୋଟେ ହାତରେ ଧରି ଦଳିଲା। ମଜା ଲାଗୁଥିଲା। ତା ସହ ଡର ବି ଲାଗୁଥାଏ, କାଳେ କ'ଣ ହେଇଯିବ। ଆଉ ବେଶୀ ଉ ହେଲିନି। ମୋର ସାଉଣ୍ଡରେ ଯଦି ଘର ଲୋକ ଉଠିଯିବେ, ମୋ ଗରମ ବିଆକୁ ଆଉ ଶାନ୍ତି ମିଳିବନି। ମୁଁ ଯାହା ହେଲେ ବି ତା ସହ ଗେଇଁ ହେଇଯିବା ବୋଲି ସ୍ଥିର କଲି। ଗିଆଁ ଖାଇବାରେ ମଜା ଆଉ କୋଉଠି ମିଳିଥାନ୍ତା। ହେଲେ ଯଦି ନିଜ ଭାଇ ଗେଇଁବାକୁ ଚାହୁଁଛି, କେମିତି ଆଉ ମନା କରିବି।
एते बाट आगेलाणी तो भाई केई देले खुशी को खुशी मिलिबो ता सह मु एमिति अभद्र काम करुछि बोली बाहर केई जानी पारिबेनी। पर मनुष्य सह सिना हेले कहा हातरे धरा पड़िबा बाट घाटरे केई कहिबे हेले बांड जेतेबेले घर भितर आउ गियारे मजा जेबे निजे घर भितरे मिलिबो इयाड़े सियाड़े काहींकी नाळेबा। घंटारे टाएं टाएं हेई 10टा बाजिलाणी। एतिकी भितरे हौ हौ केतेबेले गोटिए घंटा बाजिची किछि जଣା पड़िलानी। देह झाळेई जाइथिला। तार बांडको से मो देहरे लगी मजा नौथिला। बांडको बाहर करी मो गोड़रे घसिला। पुणी मो जांघ आउ एबे मो बियारे सलबल करुची। मु मो हातरे केते थर मो बियारे दौथिबा उत्तेजना को रोकिबा को चेष्टा कली। एमिति करिबा भितरे से मो हातरे बांडो माड़ी देला आ पुणी बांडो को हातर धरे दे हलेइबा भली कला। मु किंतु रस छाड़ी देली। से सेठू बांडो को बियारे गलेइबा पाई चेष्टा करिला। मोर मध्य देहटा ता कमान रे नियारे हुतु हुतु हेई जळुथिला। तार बांडो मो बियारे पसिला। मो बिया टाइट थिला किंतु से टोका बहुत जोर लगेला। मते कष्ट होता धीरे धीरे ओह मो बियारे अधिकारु अधिका कष्ट अनुभव करिली। कष्टरे मो पाटीरो ओह करी जोर साउंड भारी आसुथिबा बेले हेमंत भाई मो पाटी जाबुड़ी देला आ मो गांडी सह पूरा देह चहली उठिला। से बाल कसी बांडको मो बिया गलई देइथिला। पीड़ा जे पीड़ा हेला जेमिति बिया चिरी हे जाइची। यापरे से टिके रहिला आ पुणी जोर लगई भितर को बाहर को कला। मो बिया जंत्रणा अनुभव कली। करी करी मो निस्तेज हेई पड़िली। पुणी 5 मिनिट से मोर बिया पेलिबा परे मते भलो आराम लागिला। मजा भली मजा सतरे मु रंकुणी हेई गली। टिके पूर्वरु मु ताकु पाखकु आसिले बोली रागिथिली हेले से एमिति गेइला मते बहुत मजा लागिला। सेई मजा को नहीं मु बहुत खुशी ता उपरे। से मो बियारे पेली पेली तार जेतेबेले बिरिजा छाड़ीबा समय आसिला से मो पेटरे ता बिरिजा ढाली देला। मु आउ से लंगड़ा लंगड़ी हेई हेई टिके समय परे सुई पड़िलु। मु दूध को से चिपा चुपी कला। मो बियारे हाथ पसे सलबल करला। पुणी निद होथिबारे मु उठी पड़िली। हेमंत भाई प्रति आगुरु जेते राग थिला सबु कुआडे उड़ी गला। मु ता छई देखिले मो नन्ही डें उठिला। ता बांडोरे पेड़ा खाइबा परे मो देह मन हृदय ताकू देई बसिली। आजी को मिसेई 5 दिन से मते गेइला। एटा थिला 5 दिन तळर कथा। 2 राती मो सह सेक्स करिबा आउ एई मजा नवा पाई मु पूरा राजी। एते शीघ्र मु कहानी लिखिदेवी बोली मु भाबी नथिली। सतरे लाइफ रे जहा घटी जाए गोटे गप भली से हेई जाए। आउ आजी जेमिति आपण माने मो गप पढुचंती तेबे एमिति आपणनका जीवन रे जदी केबे किछि अंतरंग मुहूर्त आपण माने काटुचंती तेबे आम एडमिन सह मेल रे शेयर करंतु। आउ आम